ପିଲାମାନେ ତୁମମାନଙ୍କୁ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଶ୍ରଦ୍ଧାର ସହ ସ୍ୱାଗତ। ପ୍ରଥମେ ଆମେ କବିତାଟିକୁ ଭଲ ଭାବେ ଶୁଣିନେବା, ତାପରେ ବହିରେ ବଳକା ପ୍ରଶ୍ନ ଉତ୍ତରକୁ ଏହି ଅନ୍ତିମ ଭିଡିଓରେ ଆମେ ଆଲୋଚନା କରିନେବା। ଯିବା ତାହେଲେ ପିଲାମାନେ। ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣେ ସେବା ପାଇ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ, ତୋ ଆନନ୍ଦେ ହୋଇ ବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ, ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବର, ଦୁଇ ପାରୁ ସେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଚରଣରେ ବିରାଜିତ ମହାସାଗର, ବିନ୍ଧ୍ୟଗିରି ବରକଟିରେ, ଗଙ୍ଗାଦି କେତେ ନଦୀ ଶୋଭେ ଶରୀରେ, ଜନମିଲେ ତୋ କୋଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ମହାକବି ବେଦ ବ୍ୟାସ ବାଲ୍ମୀକ କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ, କେତେ କେତେ ପୁଣ୍ୟବତୀ କେତେ ପତି ବ୍ରତା ସତୀ, କେତେ ବୀରା ନାରୀ କେତେ ବୀରା ଜନନୀ, ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା, ଦୁର୍ଗାବତୀ ଆଦି କେତେ ବୀର ରମଣୀ, ନମୟିମା ଭକତି ଭରେ, ଅଧମ କ୍ଷମ ସୁତ ତୋ ଚରଣରେ। ପ୍ରଶ୍ନ ଉତ୍ତର। ଆମେ ବହି ପଢ଼ି ପ୍ରଶ୍ନର ଉତ୍ତର ଦେଇପାରୁ। ସାଙ୍ଗମାନେ, ତୁମେମାନେ ମଧ୍ୟ ପ୍ରଶ୍ନର ଉତ୍ତର ଦେଇପାରିବ। ଶବ୍ଦର ଭିନ୍ନ ଭିନ୍ନ ରୂପ ରହିଛି, ଯେପରି ଚରଣର ଅର୍ଥ ପଦ, ପାଦ, ପୟର। ଠିକ୍ ସେହିପରି ନଦୀର ଅର୍ଥ କ'ଣ ସବୁ ହେବ ଆମେ ଦେଖିବା। ନଦୀର ଅର୍ଥ ସରିତା, ତଟିନୀ, ତରଙ୍ଗିଣୀ, ସ୍ରୋତସ୍ୱିନୀ। ନଦୀର ଚାରୋଟି ନାଁ ମନେ ରଖିବା ଆମେ। ପରବର୍ତ୍ତୀ ଶବ୍ଦକୁ ଯିବା। ଭୂମି। ଭୂମିର ଅନ୍ୟ ନାମ ସବୁ କ'ଣ ଦେଖିବା। ଭୂ, କ୍ଷିତି, ମାଟି ଏବଂ ପୃଥିବୀ। ଠିକ୍ ଅଛି। ପରବର୍ତ୍ତୀ ଶବ୍ଦକୁ ଯିବା। ଜନନୀ, ମା, ମାତା, ଜନ୍ମଦାତ୍ରୀ। ଜନନୀର ଅନ୍ୟ ନାମ ବା ସମାର୍ଥକ ଶବ୍ଦ। ବୁଝିହେଲା ଏଥର? ପରବର୍ତ୍ତୀ ଶବ୍ଦ ହେଉଛି ଦୁହିତା। ଝିଅ, କନ୍ୟା, ସୁତା, ପୁତ୍ରୀ। ଠିକ୍ ଅଛି ପିଲାମାନେ, ଆମେ ନଦୀ, ଭୂମି, ଜନନୀ, ଦୁହିତା ଏହି ଚାରୋଟି ଶବ୍ଦର ସମାନ ଅର୍ଥ ଶବ୍ଦ ଜାଣିବାକୁ ପାଇଲେ। ତମମାନେ ଏଇଭଳି ଶବ୍ଦ ଏବଂ ତାର ସମାନ ଅର୍ଥ ଶବ୍ଦର ତାଲିକା ତିଆରି କରିବ, ଖାତାରେ ଲେଖି ରଖିବ। ଅନେକ ଗୁଡ଼ିଏ ଶବ୍ଦ ଜାଣିଲେ ତୁମକୁ ସାହିତ୍ୟ ଲେଖିବା, ସାହିତ୍ୟ କହିବା ଖୁବ୍ ସହଜ ହେବ। ପିଲାମାନେ, ପରବର୍ତ୍ତୀ ପ୍ରଶ୍ନ ଆମ ସାମ୍ନାରେ ଆସିଯାଇଛି। ପ୍ରଶ୍ନର ସୂଚନା ଏମିତି:
କବିତାରେ ବ୍ୟବହୃତ ଗିରିବର ଶବ୍ଦରେ ବର ଅର୍ଥ ହେଉଛି ଶ୍ରେଷ୍ଠ। ଏହି ଅର୍ଥକୁ ଦୃଷ୍ଟିରେ ରଖିବା ଶବ୍ଦ ଶେଷରେ ବର ଲଗାଇ ନୂତନ ଶବ୍ଦ ଗଠନ କରିବା। କିନ୍ତୁ କଣ୍ଡିସନ ଏହା ରହିବ, ଯେଉଁ ଶବ୍ଦଟି ଆମେ ସୃଷ୍ଟି କରିବା ସେ ଶବ୍ଦ ଅର୍ଥପୂର୍ଣ୍ଣ ହେଉଥିବା ଦରକାର, ସେ ଶବ୍ଦର ଗୋଟିଏ ଅର୍ଥ ରହୁଥିବା ଦରକାର। ଆମେ ଯେମିତି ସେମିତି ଶବ୍ଦ ତିଆରି କରିବା ନାହିଁ। ଯେମିତି ସେ ଶବ୍ଦ ବ୍ୟବହାର କରିହେବ, ସେ ଶବ୍ଦର କୌଣସି ଅର୍ଥ ଥିବ, ଅଭିଧାନିକ ଅର୍ଥ ଥିବ, ଅଭିଧାନରେ ତାର ଅର୍ଥ ଥିବ। ଠିକ ଅଛି ପିଲାମାନେ, ଦେଖିବା କ'ଣ କ'ଣ ଶବ୍ଦ ତିଆରି ପାରିବ। ତମମାନେ ଶବ୍ଦ ମନେ ପକାଇ ପାରୁଛ? କ'ଣ କ'ଣ ହବ? ଠିକ ଅଛି, ଆମେ ଦେଖିବା। ଏଇଠି ଗୋଟିଏ ଶବ୍ଦ ଅଛି ବୀରବର। କ'ଣ ଏହାର ଅର୍ଥ ହବ? ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଯିଏ ତାକୁ କୁହାଯିବ ବୀରବର। ବୀରାଧି ବୀରବର, ବୀରମାନଙ୍କ ଭିତରେ ଶ୍ରେଷ୍ଠ ବୀର କୁହାଯାଏନି ଏମିତି? ଠିକ ଅଛି, ପରବର୍ତ୍ତୀ ଶବ୍ଦ କ'ଣ ଅଛି ଦେଖିବା। କବିବର, କବିମାନଙ୍କ ଭିତରେ ଶ୍ରେଷ୍ଠ ଯିଏ କବିବର। ରାଧାନାଥ ରାୟଙ୍କୁ କୁହାଯାଏନି କବିବର ରାଧାନାଥ ରାୟ? କବିମାନଙ୍କ ଭିତରେ ଶ୍ରେଷ୍ଠ କବିବର। ଠିକ ଅଛି ପିଲାମାନେ, ବୁଝିହେଲା? ମୁନିବର, ମୁନିମାନଙ୍କ ମଧ୍ୟରେ ଯିଏ ଶ୍ରେଷ୍ଠ ତାଙ୍କୁ ମୁନିବର କୁହାଯାଏ। ଠିକ ଅଛି ପିଲାମାନେ, ଆମେ ଏଟା ବୁଝିଗଲେ। ଠିକ ସେମିତି ଆଉ ଗୋଟେ ଶବ୍ଦ ତିଆରି କରିବା। ଦେବବର, ଦେବତାଙ୍କ ଭିତରେ ଶ୍ରେଷ୍ଠ କିଏ? ଦେବରାଜ ଇନ୍ଦ୍ର, ଦେବବର। ଭକ୍ତବର, ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭକ୍ତବର। ମିତ୍ରବର, ମିତ୍ରେଷୁ ଶ୍ରେଷ୍ଠ, ମିତ୍ରମାନଙ୍କ ଭିତରେ ଶ୍ରେଷ୍ଠ ମିତ୍ରବର। ନୃପବର, ନୃପମାନଙ୍କ ଭିତରେ ଅର୍ଥାତ୍ ରାଜାମାନଙ୍କ ଭିତରେ ଶ୍ରେଷ୍ଠ ତାଙ୍କୁ କହିବା ନୃପବର। ତାହେଲେ କେତୋଟି ଶବ୍ଦ ଆମେ ଶିଖିଲେ ପିଲାମାନେ? ଏଇଭଳି ଶବ୍ଦ ତମେ ତିଆରି କରିବ, ଅଭିଧାନରେ ଦେଖିବ କ'ଣ କ'ଣ ଶବ୍ଦ ହେଇପାରିବ। ଠିକ ଅଛି, ପ୍ରଥମେ ଆମେ ସୃଷ୍ଟି କଲେ ବୀରବର, କବିବର, 3ରେ ଆମେ ସୃଷ୍ଟି କଲେ ମୁନିବର, 4ରେ ଦେବବର, 5ରେ ଭକ୍ତବର, 6ରେ ମିତ୍ରବର, 7ରେ ନୃପବର। ଠିକ ଅଛି ପିଲାମାନେ, ଏହି ଶବ୍ଦ ଗୁଡ଼ିକ ତମେ ମନେ ରଖିବ। ଏହା ସହିତ ଅଭିଧାନ ଦେଖି ଅନେକ ଗୁଡ଼ିଏ ଶବ୍ଦର ତାଲିକା ତମେ ମାନେ କରିବ। ଶବ୍ଦ ଅଭିଧାନରେ ସୀମିତ ନୁହେଁ, ଅନେକ ଶବ୍ଦ ରହିଛି। ଶିକ୍ଷକଙ୍କୁ ପଚାରିବ, ସାଙ୍ଗସାଥି ସହିତ ଆଲୋଚନା କରିବ, ଅଭିଧାନ ଦେଖି ଏମିତି ବର ଲାଗି ସୃଷ୍ଟି ହୋଇଥିବା ଶବ୍ଦ ତିଆରି କରିବ। ସବୁଠୁ ବଡ଼ କଥା, ତାକୁ ଯଦି ତମମାନେ ବାକ୍ୟରେ ବ୍ୟବହାର କରିବ ଆହୁରି ସୁନ୍ଦର ସାହିତ୍ୟ ତୁମେ ରଚନା କରିପାରିବ। ଠିକ ଅଛି ପିଲାମାନେ, ଆମେ ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନର ସୂଚନା ଆମମାନଙ୍କ ସାମ୍ନାକୁ ଆସିଯାଇଛି। ପିଲାମାନେ ଆମେ ତାକୁ ଟିକେ ପଢ଼ି ନେବା। ସୂଚନା ଅଛି, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଯେତେ ଯହିଁ ଥିଲେ ମିଳି ମାନବ ଗଣ। ମାନବ ଗଣ ସମସ୍ତେ ମିଶି ତୋରି ଗୁଣକୁ ନିଜ କଣ୍ଠରେ ଗାଇଲେ। ଏଠାରେ ଗଣ ଓ ଗୁଣ ଶବ୍ଦ ଦ୍ୱୟର କେବଳ ଗୋଟିଏ ମାତ୍ରାର ଭିନ୍ନତା ଅଛି। ଗଣ ଶବ୍ଦ ଗର ହର୍ଷଉ ଦେଇ ଦିଆଯାଇଛି, ଏହା ହେଇଗଲା ଗୁଣ। ଦେଖିଲ, କିନ୍ତୁ ଗଣ ଆଉ ଗୁଣର ଅର୍ଥ ଅଲଗା ହେଇଗଲାନି କି? ଠିକ ସେମିତି ଯେମିତି ଗୋଟିଏ ମାତ୍ରା ଲଗାଇ ଆମେ ଗୋଟିଏ ଶବ୍ଦକୁ ଅର୍ଥ ପରିବର୍ତ୍ତନ କରିଦେଇ ପାରୁଛନ୍ତି, ଅର୍ଥ ବଦଳେଇ ଦେଇ ପାରୁଛନ୍ତି, ସେଇଭଳି କିଛି ଶବ୍ଦର ତାଲିକା କରିବା ପାଇଁ ଏଠାରେ ସୂଚନା ଦିଆଯାଇଛି। ସାଙ୍ଗକୁ ପଚାରିବ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଚାରିବ, ବାପା ମାଙ୍କୁ ପଚାରିବ, ଆଲୋଚନା କରିବ, ଖାତାରେ ଲେଖିବ। ଏମିତି ଅନେକ ଶବ୍ଦ, ଯେଉଁ ଶବ୍ଦ ଗୋଟିଏ ମାତ୍ରା ଯୋଗ କରିବା ଦ୍ୱାରା ତାର ଅର୍ଥ ସମ୍ପୂର୍ଣ୍ଣ ବଦଳି ଯାଉଛି। ଯେପରି କଣ କଣି, ବସ ବେଶ। ଠିକ ସେହିପରି ଆମେ କ'ଣ ଶବ୍ଦ ତିଆରି କରିପାରିବା ଦେଖିବା, ଚିନ୍ତା କରିବା। ତାହେଲେ ଆସ, ତାହେଲେ ମନ ମାନ, ମନ ଗୋଟେ ଶବ୍ଦ, ମାନ ଗୋଟେ ଶବ୍ଦ। ମାନ ସମ୍ମାନ, ମନ ହେଲା ମନ, ମନ କଥା, ମନ ଇଚ୍ଛା, ନୁହେଁ କି? ଧନ ଧାନ, ଧନର ଅର୍ଥ ଧନ ସମ୍ପତ୍ତି, ଟଙ୍କା ପଇସା। ଧାନ ଚାଷ ହୁଏ ଆମର ଧାନ। ଦେଖୁଛ ତ କେମିତି ପରିବର୍ତ୍ତନ ହେଇଗଲା। ପରବର୍ତ୍ତୀ ଶବ୍ଦ ଦେଖିବା କ'ଣ ପରିବର୍ତ୍ତନ ହେଇଛି। ଚୂନ ଚୂନା, ଚର ହର୍ଷଉ ନ ବି ଲେଖାଯାଇପାରିବ, ଚର ହର୍ଷଉ ନ ରାକାର ନା ବି ଲେଖାଯାଇପାରିବ। ଉଭୟ ଯାକ ଠିକ ବ୍ୟାକରଣ ଅନୁସାରେ, ଅଭିଧାନ ଅନୁସାରେ। ହାତ ହାତୀ, ହାତ ହେଉଛି ଆମ ନିଜର ହାତ, ହ୍ୟାଣ୍ଡ। ହାତୀ ଏଲିଫେଣ୍ଟ, ବୁଝିହେଲା? ପରବର୍ତ୍ତୀ ଶବ୍ଦକୁ ଯିବା ଆମେ। କାତ କାତି, ଦେଖିଲେ ମାଛି ମାଛ, କମେଇ ଦେଲେ ଗୋଟେ। କଉ କାଉ, ରାତି ରୀତି। ଏମିତି ଶବ୍ଦ ଗୁଡ଼ିକ ମାତ୍ରାଟିଏ ଲାଗି ତାର ଅର୍ଥ ପରିବର୍ତ୍ତନ ହେଇ
ପାରୁଛି। ତମାନେ ଏହିପରି ଶବ୍ଦକୁ ଖାତାରେ ଲେଖି ରଖିବ। ମଜା ଲାଗିଲାନି ଏମିତି ଶବ୍ଦ? ଠିକ୍ ଅଛି ପିଲାମାନେ, ଆମେ ଏବେ ପରବର୍ତ୍ତୀ ଆଲୋଚନାକୁ ଯିବା। ପିଲାମାନେ, ଓଡ଼ିଶାରେ ପ୍ରବାହିତ ନଦୀମାନଙ୍କର ନାମର ତାଲିକା କରିବା। କେଉଁ ନଦୀ କେଉଁ ଜିଲ୍ଲା ଦେଇ ବହିଯାଇଛି ତାହା ମଧ୍ୟ ଆମେ ଆଲୋଚନା କରିନେବା। ବର୍ତ୍ତମାନ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ଛୋଟ ଛୋଟ ନଦୀମାନଙ୍କର ତାଲିକା ଏଠାରେ ଉପସ୍ଥିତ। ଆମେ ସେଗୁଡ଼ିକୁ ଆଲୋଚନା କରିନେବା। କାଠଯୋଡ଼ି ନଦୀ କଟକ ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ଦୟା ନଦୀ ଖୋର୍ଦ୍ଧା ପୁରୀ ଜିଲ୍ଲା ଦେଇ ପ୍ରବାହିତ ହୋଇଅଛି। ଆମେ ଏଗୁଡ଼ିକୁ ସବୁ ମନେ ରଖିବା। ଭାର୍ଗବୀ ନଦୀ ଖୋର୍ଦ୍ଧା ପୁରୀ ଜିଲ୍ଲାରେ। କୁଶଭଦ୍ରା ନଦୀ କଟକ ଆଉ ପୁରୀ ଦେଇ ବହିଯାଇଛି। ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ଦେଇ ବହିଯାଇଛି। ସାଳନ୍ଦୀ ନଦୀ କେଉଁଝର ଆଉ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ବଂଶଧାରା ନଦୀ ରାୟଗଡ଼ା ଓ ଗଞ୍ଜାମ ଦେଇ ପ୍ରବାହିତ ହେଉଅଛି। କୋଲାବ ନଦୀ କୋରାପୁଟ ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ମନେ ରଖିବା ନାଁ ଗୁଡ଼ିକ। ତେଲ ନଦୀ ବଲାଙ୍ଗୀର ଆଉ ସୋନପୁର ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ଓଙ୍ଗ ନଦୀ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ଦେଇ। ଇବ୍ ନଦୀ ଝାରସୁଗୁଡ଼ା ସୁନ୍ଦରଗଡ଼ ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ଖରସୁଆଁ ନଦୀ ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଅଛି। ସୁନା ନଦୀ କଳାହାଣ୍ଡି। ଉତ୍ତରଣୀ ନଦୀ ବାଲେଶ୍ୱର ଜିଲ୍ଲା ଦେଇ ଯାଇଅଛି। ଆଉ ଗଙ୍ଗାଧର ନଦୀ ନବରଙ୍ଗପୁର ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ଏହି ସବୁ ଛୋଟ ଛୋଟ ନଦୀ ବିଭିନ୍ନ ଜିଲ୍ଲା ଦେଇ ପ୍ରବାହିତ ହେଉଛନ୍ତି। ସେଗୁଡ଼ିକ ନାଁ ଆମେ ମନେ ରଖିବା। ପରବର୍ତ୍ତୀ ଚିତ୍ର ଆମେ ଦେଖିବା କ'ଣ ଅଛି। ବଡ଼ ନଦୀ ଗୁଡ଼ିକର ତାଲିକା। ଏଠାରେ ଚିତ୍ରରେ କ'ଣ ଦେଖୁଛ? ବଡ଼ ନଦୀଟିଏ ଦେଖୁଛ। ନଦୀର ମୁହାଣ, ନଦୀ, ତାର ଭୌଗୋଳିକ ସ୍ଥିତି, ଏଇଟା ଜିପିଏସ୍ରୁ ନିଆଯାଇଛି ଏବଂ ନଦୀର ଚିତ୍ର ଦେଖ। ମହାନଦୀ, ଓଡ଼ିଶାର ବଡ଼ ନଦୀ ମହାନଦୀ। ଏହା ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା ଏତିକି ଜିଲ୍ଲା ଦେଇ ପ୍ରବାହିତ। ଠିକ୍ ଅଛି, ଜାଣିପାରିଲେ ଆମେ। ବ୍ରାହ୍ମଣୀ ନଦୀ, ତାର କୂଳ, ନଦୀ ଚିତ୍ର ସବୁ ଦେଖିପାରୁଛ। ଏହା ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଆଉ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। କେଉଁ କେଉଁ ଜିଲ୍ଲା? ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଆଉ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ପରବର୍ତ୍ତୀ ଚିତ୍ରରେ ଦେଖିବା କେଉଁ ନଦୀ? ବୈତରଣୀ ନଦୀ। ବୈତରଣୀ ନଦୀର ଚିତ୍ର ଆମେ ଦେଖିବାକୁ ପାଉଛନ୍ତି। ଏହା କେଉଁଝର, ଭଦ୍ରକ, ଯାଜପୁର ଆଉ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ଠିକ୍ ଅଛି। ଆଉ ଗୋଟେ ଚିତ୍ରରେ ଆମେ ଦେଖିବା ସୁବର୍ଣ୍ଣରେଖା ନଦୀ। ଏହା ମୟୂରଭଞ୍ଜ ଆଉ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ଋଷିକୁଲ୍ୟା ନଦୀ, ଏହି ନଦୀ କନ୍ଧମାଳ ଆଉ ଗଞ୍ଜାମ ଦେଇ ପ୍ରବାହିତ ହେଉଅଛି। ଋଷିକୁଲ୍ୟା ନଦୀ। ଠିକ୍ ଅଛି। ପରବର୍ତ୍ତୀ ଚିତ୍ରରେ ଦେଖିବା ଇନ୍ଦ୍ରାବତୀ ନଦୀ। ଇନ୍ଦ୍ରାବତୀ ନଦୀ କୋରାପୁଟ ଆଉ ନବରଙ୍ଗପୁର ଜିଲ୍ଲା ଦେଇ ପ୍ରବାହିତ ହେଉଅଛି। ଶେଷରେ ଦେଖିଲେ ନାଗାବଳୀ ନଦୀ, ଯେଉଁ ନଦୀ କଳାହାଣ୍ଡି ଆଉ ରାୟଗଡ଼ା ଦେଇ ପ୍ରବାହିତ ହେଉଅଛି। ଠିକ୍ ଅଛି ପିଲାମାନେ, ଆମେ ଓଡ଼ିଶାର ବଡ଼ ବଡ଼ ନଦୀ ଆଉ ଛୋଟ ନଦୀମାନଙ୍କର ପ୍ରବାହ ଏବଂ କେଉଁ ଜିଲ୍ଲାରେ ତାହା ପ୍ରବାହିତ ସେ ବାବଦରେ ତଥ୍ୟ ଜାଣିଲେ, ଆଲୋଚନା କଲେ। ଏଗୁଡ଼ିକୁ ତୁମେ ମନେ ରଖିବ। ପିଲାମାନେ, ଏସବୁ କଥା ତୁମେ ମନେ ରଖିବ। ମାନଚିତ୍ରରେ ଏସବୁକୁ ଦେଖିବ, ଖାତାରେ ଲେଖି ରଖିବ ଏବଂ ତୁମେ ସାଙ୍ଗସାଥୀଙ୍କ ସହିତ ଏହି କଥାକୁ ଆଲୋଚନା ମଧ୍ୟ କରିବ। ତମର ସବୁଦିନ ପାଇଁ ମନେ ରହିବ। ଠିକ୍ ଅଛି। ପରବର୍ତ୍ତୀ ଆଲୋଚନାକୁ ଆମେମାନେ ଯିବା। ପିଲାମାନେ, କବିତାଟିକୁ ଆମେ ଭଲ ଭାବରେ ପଢ଼ିଛନ୍ତି। ବର୍ତ୍ତମାନ କବିତାରେ ବନାନଗତ ତ୍ରୁଟି କିଛି ରହିଛି, ତାକୁ ଆମେ ପଢ଼ିବା ଏବଂ ଚିହ୍ନଟ କରିବା। ଠିକ୍ ଅଛି। ତୁହି ମା ଜନମ ଭୂମି, ପବିତ୍ର ଭାରତ ଭୂମି, ତହରି ସନ୍ତାନ ଆମ୍ଭେ ଅଟୁ ସରବେ। ତମାନେ କହିପାରିବ ଏଠି ତ୍ରୁଟି କେଉଁଠାରେ ରହିଛି? ତୁହି ମା ପାଖରେ କିଛି ଅସୁବିଧା ଅଛି କି? ତହରି ପାଖରେ କିଛି ଅସୁବିଧା ଅଛି କି? ଦେଖିବା। ତୁହି ମା ଏପ୍ରୋଷ୍ଟପେଷ୍ଟ ରହିଛି। ତୋହରି ସନ୍ତାନ ଆମ୍ଭେ। ଅଟୁ ପାଖରେ କିଛି ଅସୁବିଧା ଅଛି କି? ଚନ୍ଦ୍ରବିନ୍ଦୁ ନାହିଁ। ଅଟୁ ସରବେ। ଠିକ୍ ଅଛି। କ'ଣ ହବ? ତୁହି ମା ଜନ୍ମଭୂମି, ପବିତ୍ର ଭାରତ ଭୂମି, ତହରି ସନ୍ତାନ ଆମ୍ଭେ ଅଟୁ ସରବେ। ଏଥର ବୁଝିହେଲା? ଠିକ୍ ଅଛି। ଏବେ ଦେଖିବା
ଦ୍ୱିତୀୟ କଥାକୁ ଯିବା। ତର ଶ୍ରୀଚରଣ ସେବା, ଏଠି ଅସୁବିଧା ରହିଛି କି? ଶ୍ରୀଚରଣେ ସେବା, ପାଇଁ ମନ ପ୍ରାଣ ଦେବା, ଗାଇବା ତହର ନାମ, ଏଠାରେ ରହିଛି କିଛି ଅସୁବିଧା? ଆନନ୍ଦ ରବେ, ତ ଆନନ୍ଦେ ହଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହଇଣ ଦୁଃଖୀ। ଦେଖିବା କରେକ୍ସନ କଣ ଅଛି? ତୋର ଶ୍ରୀଚରଣେ ସେବା, ପାଇଁ ମନ ପ୍ରାଣ ଦେବା। ଠିକ ଅଛି। ଗାଇବା ତୋହର ନାମ, ଦେଖ ତୋହର ଏଇଠାରେ ତ୍ରୁଟି ଥିଲା, ତହର ହେଇଯାଇଛି। ଆନନ୍ଦ ରବେ, ଠିକ ଅଛି। ତ ଆନନ୍ଦେ, ଏଠି ଭୁଲ ଅଛି। ତ ଆନନ୍ଦେ, ଏଠି ହେଇଛି କଣ? ତୋ ଆନନ୍ଦେ, କୋଉଟା ଠିକ? ତୋ ଆନନ୍ଦେ ହଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହଇଣ ଦୁଃଖୀ। ଠିକ ଅଛି, ଆମେ ଭୁଲ ଗୁଡ଼ିକ ଜାଣିପାରିଲେ। ପରବର୍ତ୍ତୀ କଥାକୁ ଯିବା। ଏଠି ଦେଖିବା କିଛି ଅସୁବିଧା ଅଛି କି? ଧନ୍ୟ ମହିମା ତହର, ଏଠି କିଛି ଅଡୁଆ ଅଛି। ନାହିଁ ତର ପଟାନ୍ତର, ଏଠାରେ ଅସୁବିଧା ଅଛି। ମସ୍ତକରେ ହିମାଳୟ ପର୍ବତ ବର, ଦେଖିବା ଏଠାରେ କଣ ଅଡୁଆ ଅଛି, ଟିକେ ମେଳେଇ ଦେବା। ପର୍ବତ ବର ଗୋଟିଏ ଶବ୍ଦ, ପିଲାମାନେ ଦେଖିଲ, ପର୍ବତ ବର ଗୋଟିଏ ଶବ୍ଦ, ଏଠାରେ ପର୍ବତ ବର ଦିଟା ଶବ୍ଦ କରିଦିଆଯାଇଛି। ତୋହରକୁ ଆମେ ସେଠି କଣ ଲେଖିଥିଲେ? ତୋହର। ଆଚ୍ଛା, ନାହିଁ ତାର ପଟାନ୍ତର, ଏଠି ଆମେ କଣ ଲେଖିଲେ? ତର ପଟାନ୍ତର, ଭୁଲ ଅଛି। ମସ୍ତକରେ ହିମାଳୟ ପର୍ବତ ବର, ତିନୋଟି ଭୁଲ ଏଠି ଥିଲା। ଠିକ ଅଛି, ଦେଖିବା ପରବର୍ତ୍ତୀ କଣ ଅଛି। ଦୁଇ ପାରୁ ସେ ଜଳଧି, ଏଇଠି କିଛି ଅସୁବିଧା ଥିଲା ଭଳି ଲାଗୁଛି। କଣ ଅଛି ଦେଖିବା। ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଚରଣରେ ବିରାଜିତ ମହାସାଗର, ଏଠାରେ କିଛି ଅସୁବିଧା ଅଛି କି? ବିନ୍ଧ୍ୟଗିରି ବର କଟିରେ, ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ, ଏଠାରେ କିଛି ଅସୁବିଧା ଅଛି କି? ଦେଖିବା କଣ ଅସୁବିଧା ଅଛି, ମେଳେଇଦେବା। ଦୁଇ ପାରୁସେ ଜଳଧି, ଏଠି ଯୋଡ଼ି ଯାଇଛି ଦିଟାକ ଶବ୍ଦ। ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ମହାସାଗର ଗୋଟେ ଶବ୍ଦ, ଏଠି ଦୁଇଟା ଶବ୍ଦ ହେଇଯାଇଛି ଏଇଠି। ଆଉ ଶୋଭେ ଶରୀରେ ଦୁଇଟା ଶବ୍ଦ, ଏଠି ଆମେ ଗୋଟିଏ ଶବ୍ଦ କରିଦେଇଛେ। ଠିକ ଅଛି, ପରବର୍ତ୍ତୀ କଥାକୁ ଯିବା। ଜନମିଲେ ତ କଳରେ, କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ଏଠି ତ ପାଖରେ ଅସୁବିଧା ଅଛି। ମହାକବି ବେଦବ୍ୟାସ, ବାଲ୍ମୀକି ହେଇଛି ଏଠି, ଠିକ ଅଛି। ବାଲ୍ମୀକି କାଳିଦାସ, ଗାଇଲେ ପବିତ୍ର କଣ୍ଡେ ହେଇଯାଇଛି ତୋହରି ଗୁଣ। ତିନିଟା ଭୁଲ ଆମେ ଦେଖିଲେ, ଆଉ କଣ ଭୁଲ ଅଛି ଦେଖିବା। ତୋ କୋଳରେ, ତଟା ତୋ କୋଳରେ ହବ, ଏଇଟା ଗୋଟେ ମିଷ୍ଟେକ୍ ଆମେ ରଖିଛନ୍ତି। କେତେ ସୁର ବୀର ନରେ, ଏଠି ଦିଟା ଶବ୍ଦ ଯୋଡ଼ି ହେଇଯାଇଛି, ଏଟା ଦିଟା ଶବ୍ଦ ହବ ନାଇଁ କି? ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ଅର୍ଜୁନର ବନାନ ଭୁଲ ଅଛି। ହଁ, ଅର୍ଜୁନ ଏଠି ଠିକ ଅଛି, ଦେଖିଲ। ମହାକବି ବେଦବ୍ୟାସ, ବାଲ୍ମୀକି ହେଇଯାଇଛି ଏଠି, ବାଲ୍ମୀକ କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ତୋହରି ଗୁଣ। ଦେଖିଲେ କେତେଟା ଭୁଲ ଅଛି? 1 2 3 4 5ଟା ଭୁଲ ଅଛି। ଠିକ ଅଛି, ପରବର୍ତ୍ତୀ କଥାକୁ ଯିବା। ଚୈତନ୍ୟାଦି ମହାତ୍ମା ଜନେ, ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ, କେତେ କେତେ ପୁଣ୍ୟବତୀ, କେତେ ପବିତ୍ର ପତିବ୍ରତା ସତୀ, କେତେ ବୀର ନାରୀ, କେତେ ବୀର ଜନନୀ। ଏଇ ହଉଛି, ଦେଖିବା ମେଳେଇବା। ଏଇଠାରେ କଣ ଭୁଲ ଅଛି ଦେଖିବା। ଚୈତନ୍ୟାଦି ମହାତ୍ମା ଜନେ, ଠିକ ଅଛି। ଏଇଠି ଭୁଲ ଅଛି, ପ୍ରଚାରିଲେ ହବା କଥା ପଚାରିଲେ ଅଛି। ଆନନ୍ଦ ମନେ, ଠିକ ଅଛି। କେତେ କେତେ ପୁଣ୍ୟବତୀ, କେତେ ପବିତ୍ରତା ହେଇଯାଇଛି ଏଠି, ପତିବ୍ରତା ହେବା କଥା, ଏଇଠି ଠିକ ଅଛି। କେତେ ପବିତ୍ରତା ସତୀ, କେତେ ବୀରା ନାରୀ ହେଇଯାଇଛି, ବୀରା ନାରୀ ହୁଏନି, ବୀର ନାରୀ, କେତେ ବୀର ଜନନୀ। ଠିକ ଅଛି, ତିନିଟା ଭୁଲ ଥିଲା। ପରବର୍ତ୍ତୀ କଥାକୁ ଯିବା। ସମସ୍ତେ ତର ଦୁହିତା, ତର ପାଖରେ ଭୁଲ ଅଛି ବୋଧେ। ପଦ୍ମିନୀ ସାବିତ୍ରୀ ସୀତା, ଦୁର୍ଗାବତୀ ଆଦି କେତେ ବୀରା ରମଣୀ, ଏଠି ବୀରା ରମଣୀ ହେଇଯାଇଛି, ବୀର ରମଣୀ ହବ। ନମୟୀ ମା, ଏଠି ଭୁଲ ଅଛି। ଭକତି ଭରେ, ଅଧମ ଅକ୍ଷମ ସୁତ ତୋ ଚରଣରେ। ଦେଖିବା ମେଳେଇଦବା କଣ ଭୁଲ ଅଛି। ସମସ୍ତେ ତୋର ଦୁହିତା, ତୋର
ଏଠି ତର ହେଇଯାଇଛି। ପଦ୍ମିନୀ, ସାବିତ୍ରୀ, ସୀତା। ଦୁର୍ଗାବତୀ ଆଦି କେତେ ବୀର ରମଣୀ, ଏଠି ବୀରା ରମଣୀ ହେଇଯାଇଥିଲା। ନମୟୀ ମା ପୃଷ୍ଠ ପେଶ ଅଛି ଭକତି ଭରେ। ଅଧମ ଅକ୍ଷମ ସୂତ ତୋ ଚରଣରେ, ଏଠି ସୂତ ଅଛି ନା ସୂତା ଅଛି? ସୂତା ଅଛି। ତେଣୁ ଏଠି ମଧ୍ୟ 4ଟି ଭୁଲ ଥିଲା। ଠିକ ଅଛି ପିଲାମାନେ, ଭ୍ରମ ସଂଶୋଧନ ଆମେ କରିନେଲେ। ପିଲାମାନେ ଆମେ ଗୋଟିଏ ମଜା ଖେଳ ଖେଳିବା। ସ୍କ୍ରିନରେ ଦିଶୁଥିବା ଶବ୍ଦ ଗୁଡ଼ିକୁ ଟିକେ ପଢ଼ିବା ଆସ। ଦେଖିବ କେତେ ମଜା ଲାଗିବ। ପ୍ରଥମ ଶବ୍ଦଟିକୁ ପଢ଼ିବା ସ ମ ହ ଗ ର। ପଢ଼ିଲେ? ଦ୍ୱିତୀୟ ଶବ୍ଦଟିକୁ ପଢ଼ିବା। କ'ଣ ଲେଖା ଅଛି? ହ ମ ଳ ୟ। ଠିକ ଅଛି। ଏହା ପଢ଼ିବା ଦ୍ୱାରା ତୁମେ ଜାଣିପାରୁଥିବ ଏହାର ଠିକ ରୂପ କ'ଣ ହେବ। ତୃତୀୟରେ ଅଛି ମ ହ ବଳ। ଚତୁର୍ଥରେ ଅଛି ଭ ତ ର। ହେଲା। ପଞ୍ଚମରେ ଅଛି ମ ର ଣ। ପଢ଼ିଲେ ଆମେ? ଷଷ୍ଠରେ ଅଛି କଳ ଦ ସ। ମୋର କହିବାର କଥା ହେଉଛି ଏଗୁଡ଼ିକୁ ଶୁଦ୍ଧ ରୂପରେ ଆମେ ପଢ଼ିବା। କ'ଣ ହେଇପାରିବ? ଶୁଦ୍ଧ ରୂପରେ ଆମେ ପଢ଼ିବା। ଚାଲ ତାହେଲେ ଦେଖିବା। ସ ମ ହ ଗ ର, ଯାହାର ଶୁଦ୍ଧ ରୂପ କ'ଣ ହବ? ମହାସାଗର। ଠିକ ହେଲା। ତାପରେ ହ ମ ଳ ୟ, ଏହାର ଶୁଦ୍ଧ ରୂପ କ'ଣ ହବ? ହିମାଳୟ। କବିତାରେ ହିମାଳୟ ପର୍ବତ କଥା କୁହାଯାଇଛି। ଏଠି ଅଛି ମ ହ ବଳ। ଏ ଶବ୍ଦ କବିତାରେ ନାହିଁ। ଆମେ ଟିକେ କବିତା ବାହାରୁ ଦେଲେ ତାକୁ କ'ଣ କହିବା? ମହାବଳ। ମହାବଳ କ'ଣ? ବାଘ। ମହାବଳ ବାଘ। ଏଠି ଅଛି ଭତର, ତାକୁ ଟିକେ ସଜାଡ଼ିକି ଲେଖିଲେ ଠିକ କ'ଣ ହେଲା? ଭାରତ। ବୁଝିହେଲା ତାର? ତାପରେ ଏଇଠି ଶବ୍ଦଟା ଅଛି କ'ଣ? ମରଣ। ତାକୁ କ'ଣ କରିବା? ରମଣୀ। ରମଣୀ, ବୀର ରମଣୀ କହିନି କି କବିତାରେ? କଳ ଦଶ, ତାଲବେଶ ଅଛି କାଳିଦାସ। ଏ ହେଲା ଠିକ ରୂପ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।